Jungle. Audio Jungle. পশ্চিমবঙ্গ রাজনীতিরে পুଣି ଥରେ রাজনৈতিক অস্থিরতা দেখিବାକୁ ମିଳିଛି। ବିଜେପି ସାଂସଦ ସୌମିତ୍ର ଖାନ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ବା ଟିଏମସି କୁ ନେଇ ଏଭଳି ଦାବି କରିଛନ୍ତି, ଯାହା ରାଜ୍ୟରୁ ଦିଲ୍ଲୀ ପର୍ଯ୍ୟନ୍ତ ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଛି। ଖାନ ଦାବି କରିଛନ୍ତି ଯେ ଟିଏମସି ଭିତରେ ବ୍ୟାପକ ଅସନ୍ତୋଷ ରହିଛି ଏବଂ ଏହାର ଏକାଧିକ ବରିଷ୍ଠ ନେତା ଦଳ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ଅଛନ୍ତି। ମମତାଙ୍କ ଦଳରେ ବଡ଼ ବିଦ୍ରୋହର ଦାବି ସମ୍ବାଦ ସରବରାହ ସଂସ୍ଥା ଏଏନ୍ଆଇ ଏବଂ ପ୍ରମୁଖ ଗଣମାଧ୍ୟମ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ବାଙ୍କୁରାରେ ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ବିଜେପି ସାଂସଦ ସୌମିତ୍ର ଖାନ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଯଦି ବିଜେପିର କେନ୍ଦ୍ରୀୟ ନେତୃତ୍ୱ କେବଳ ସବୁଜ ସଂକେତ ଦିଅନ୍ତି ତେବେ ଟିଏମସିର ଅସ୍ତିତ୍ୱ ବନ୍ଦ ହୋଇଯିବ। ସେ ଦାବି କରିଛନ୍ତି ଯେ ଅତି କମରେ 50 ଜଣ ଟିଏମସି ବିଧାୟକ ନିଜ ଦଳ ପ୍ରତି ଗଭୀର ଅସନ୍ତୁଷ୍ଟ। ସେମାନେ ସମସ୍ତେ ଯେକୌଣସି ମୁହୂର୍ତ୍ତରେ ମମତା ବାନାର୍ଜୀଙ୍କ ପାର୍ଟି ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗ ଦେବାକୁ ପ୍ରସ୍ତୁତ। 20 ଜଣ ଲୋକସଭା ସାଂସଦ ମଧ୍ୟ ଦଳ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଖାନ କହିଛନ୍ତି ଯେ ବର୍ତ୍ତମାନର 20 ଜଣ ଟିଏମସି ସାଂସଦ ବିଜେପି ସହିତ ଯୋଗାଯୋଗରେ ଅଛନ୍ତି ଏବଂ ଦଳ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ଅଛନ୍ତି। ଖାନଙ୍କ ବୟାନ ସ୍ପଷ୍ଟ ଭାବରେ ବଙ୍ଗଳାରେ ଟିଏମସି ମଧ୍ୟରେ ଏକ ବଡ଼ ବିଭାଜନକୁ ଇଙ୍ଗିତ କରୁଛି। ତଥାପି ବିଜେପି ନେତୃତ୍ୱ ବର୍ତ୍ତମାନ ସଠିକ ସମୟକୁ ଅପେକ୍ଷା କରିଛି। ଏଥିସହ ସୌମିତ୍ର ଖାନ ଟିଏମସିର ଜାତୀୟ ସାଧାରଣ ସମ୍ପାଦକ ଏବଂ ମମତା ବାନାର୍ଜୀଙ୍କ ଭଣଜା ଅଭିଷେକ ବାନାର୍ଜୀଙ୍କ ଉପରେ ସିଧାସଳଖ ଏବଂ କଠୋର ଆକ୍ରମଣ କରିଥିଲେ। ତାଙ୍କୁ ପାପୀ ବୋଲି କହି ସେ କହିଥିଲେ ଯେ ପାପୀମାନେ ସର୍ବଦା ଖରାପ ପରିଣାମର ସମ୍ମୁଖୀନ ହୁଅନ୍ତି ଏବଂ ନିଶ୍ଚିତ ଭାବରେ ଜେଲରେ ବନ୍ଦୀ ହେବେ। ଖାନ ଆକ୍ରମଣାତ୍ମକ ଭାବରେ ଘୋଷଣା କରିଥିଲେ ଯେ ଯେଉଁମାନେ କ୍ଷମତାର ଅହଙ୍କାରରେ ଅନ୍ୟମାନଙ୍କୁ ଅତ୍ୟାଚାର କରନ୍ତି ସେମାନଙ୍କୁ ଆଇନ କିମ୍ବା ଈଶ୍ୱର କେବେ କ୍ଷମା କରନ୍ତି ନାହିଁ। ଅଭିଷେକ ବାନାର୍ଜୀଙ୍କ ଘର ବାହାର ପରିସ୍ଥିତି ବିଷୟରେ କହିବା ସହିତ ବିଜେପି ସାଂସଦ ଏକ ବଡ଼ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଖାନ କହିଛନ୍ତି ଯେ ଆଜି ତାଙ୍କ ଘର ସାମ୍ନାରେ ଏକ ବୁଲଡୋଜର ଠିଆ ହୋଇଛି। 2021 ବିଧାନସଭା ନିର୍ବାଚନ ପରେ ଟିଏମସି ସଦସ୍ୟମାନେ ବିଜେପି କର୍ମୀଙ୍କ ଘର ଭାଙ୍ଗି ଦେଇଥିଲେ। ସୌମିତ୍ର ଖାନ କହିଛନ୍ତି ଯେ ପାପୀମାନେ ତୁରନ୍ତ ସେମାନଙ୍କ କାର୍ଯ୍ୟର ପରିଣାମ ଭୋଗ କରିବା ଉଚିତ ଏବଂ ଏପରି ଲୋକମାନେ ସିଧା ନରକକୁ ଯିବେ। ତେବେ ସୌମିତ୍ର ଖାନଙ୍କ ବୟାନ ପରେ ବଙ୍ଗଳାରେ ପୁଣି ଥରେ ଦଳ ତ୍ୟାଗର ଆଲୋଚନା ଜୋର ଧରିଛି। ରାଜନୈତିକ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଖାନଙ୍କ ବୟାନ କେବଳ ଏକ ରାଜନୈତିକ ବୟାନ କି ପରଦା ପଛରେ କିଛି ପ୍ରକୃତରେ ଗମ୍ଭୀରତାପୂର୍ଣ୍ଣ କଥା ଚାଲିଛି ତାହା ସମୟ ହିଁ କହିବ। ତଥାପି ଏହି ବୟାନ ନିଶ୍ଚିତ ଭାବରେ ଟିଏମସି ଶିବିର ମଧ୍ୟରେ ଏକ ହଇଚଇ ସୃଷ୍ଟି କରିଛି, କାରଣ 50 ଜଣ ବିଧାୟକ ଏବଂ 20 ଜଣ ସାଂସଦଙ୍କ ସଂଖ୍ୟା ଯେକୌଣସି ସରକାର କିମ୍ବା ଦଳକୁ ଦୋହଲାଇ ଦେବା ପାଇଁ ଯଥେଷ୍ଟ।